ଝୁଡ଼ଙ୍ଗ को ଏଇ ନୂଆ ଉପାୟରେ ବନାନ୍ତୁ। ଦେଖିବେ ଭାତ, ପଖାଳ, ରୁଟି, ପୁରୀ, ପରଟା ସବୁଥିରେ ଖାଇବା ପାଇଁ ଭଲ ଲାଗିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ତରକାରୀ ପାଇଁ ଗୋଟେ ମସଲା ବନେଇବା। ହେମଦସ୍ତା ନେବା, 8ରୁ 10ଟି ରସୁଣ, 1 ଇଞ୍ଚର ଅଦା ଦେବା। ତରକାରୀରେ ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେବା। ତାପରେ ଅଦା, ରସୁଣ, କଞ୍ଚା ଲଙ୍କାକୁ ଭଲ ଭାବରେ ଛେଚି ନେବା। ତରକାରୀରେ ସବୁବେଳେ ଫ୍ରେଶ ଅଦା ରସୁଣ ଛେଚିକି ଦେବେ। ତରକାରୀର ବାସ୍ନା ଟେଷ୍ଟ ବହୁତ ବଢ଼ିଆ ଆସିବ। ପାଖାପାଖି 2 ଚାମଚ ଅଦା ରସୁଣ ମସଲା ମୋ ରେଡ଼ି ହେଲା। ଆଜିର ତରକାରୀ ପାଇଁ ଏଇଠି ମୁଁ ନେଇଛି 300 ଗ୍ରାମର ଝୁଡ଼ଙ୍ଗ, ନାଡୁକା, ବରବଟି ବା ଲୋବିଆ। ଆପଣଙ୍କ ଅଞ୍ଚଳରେ କ'ଣ କୁହନ୍ତି ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ। ତା ସହିତ ଗୋଟେ ବଡ଼ ସାଇଜର ଆଳୁ। ଝୁଡ଼ଙ୍ଗକୁ କାଟିବା ପୂର୍ବରୁ ପ୍ରଥମେ ଏକାଠି କରି ଧରି ନେବେ, ତାପରେ କାଟିବେ। ତାହେଲେ ସହଜରେ ଆଉ କମ୍ ସମୟରେ କାଟିପାରିବେ। ତାପରେ ଛୋଟ ଛୋଟ କରି କାଟି ନେବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଆଳୁକୁ ଛୋଟ ଛୋଟ କରି କାଟି ନେବା। ଝୁଡ଼ଙ୍ଗ ସହିତ ତରକାରୀରେ ସମାନ ଭାବରେ ସିଝିଯିବ। ଏବେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 2 ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହୋଇଯିବା ପରେ ଅଧା ଛୋଟ ଚାମଚ ଜିରା, ଗୋଟେ ତେଜପତ୍ର, ଗୋଟେ ଶୁଖିଲା ଲଙ୍କା, 2-3 ପିଞ୍ଚ ହିଙ୍ଗୁ ଦେବା। ଅଳ୍ପ ହିଙ୍ଗୁ ଦେଲେ ଭଲ ବାସ୍ନା ଆସେ, ତା ଛଡ଼ା ତରକାରୀ ଜଲ୍ଦି ହଜମ ହେଇଯାଏ। ଜିରା ଫୁଟିଯିବା ପରେ ପ୍ରଥମେ ଅଦା, ରସୁଣ, କଞ୍ଚା ଲଙ୍କା ଛେଚାକୁ ଦେବା। ତାପରେ ପିଆଜ ଦେବା। ପ୍ରଥମେ ଅଦା, ରସୁଣ, କଞ୍ଚା ଲଙ୍କା ଛେଚା ଦେଲେ ତରକାରୀର ବାସ୍ନା ଆଉ ଟେଷ୍ଟ ପୁରା ଅଲଗା ଆସିବ। ଆପଣମାନେ ଏଇ ପ୍ରୋସେସରେ ବନେଇବେ। ଅଦା ରସୁଣ ଛେଚାକୁ କେବଳ 1 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା, ବେଶୀ ପୋଡ଼ିବା ନାହିଁ। ତାପରେ ଗୋଟେ ବଡ଼ ସାଇଜର ପିଆଜ ଦେବା। ପିଆଜ ଟିକେ ଅଧିକ ଦେବେ। ପିଆଜକୁ ସେମିତି କେବଳ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ପିଆଜର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ହାଲକା ଭାଜି ନେବା। ପିଆଜ ହାଲକା ଭାଜିଯିବା ପରେ ଆମେ କାଟି ରଖିଥିବା ଝୁଡ଼ଙ୍ଗ ଆଳୁକୁ ଦେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଝୁଡ଼ଙ୍ଗ ଆଳୁକୁ ଭାଜିବା। କିନ୍ତୁ ଭାଜିବା ସମୟରେ ପ୍ରଥମରୁ ଲୁଣ ଦେବେ ନାହିଁ। ଲୁଣ ଦେଲେ ବହୁତ ପାଣି ବାହାରିବ, ଭଲ ଭାବରେ ଭାଜି ପାରିବ ନାହିଁ। 2-3 ମିନିଟ୍ ପରେ ଦେଖନ୍ତୁ ଝୁଡ଼ଙ୍ଗ ଆଉ ଆଳୁ ଟିକେ ନରମ ହେଇଗଲାଣି, ଆଉ ଜମା ବି ପାଣି ନାହିଁ। ପାଣି ଶୁଖିଯିବା ପରେ ଆମେ ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା, ଅଳ୍ପ ରାଗ ଲଙ୍କା ଗୁଣ୍ଡ ଦେବା। ଗୋଟେ କଞ୍ଚା ଲଙ୍କା ମସଲାରେ ଛେଚି ନେଇଥିଲେ, ଦେଖିକି ଲଙ୍କା ଗୁଣ୍ଡ ଦେବେ। ତାପରେ ସବୁ ଜିନିଷକୁ ଗୋଳେଇ ନେବା। ଏବେ ଆମେ ଝୁଡ଼ଙ୍ଗ ଆଉ ଆଳୁକୁ ଲୋ ଫ୍ଲେମ୍ରେ 2 ମିନିଟ୍ ଲେଖାଏଁ 2 ଥର, ତାମାନେ ଲୋ ଫ୍ଲେମ୍ରେ 4 ମିନିଟ୍ କଭର କରି ଭାଜିବା। ଯାହାଦ୍ୱାରା କ'ଣ ହେବ ନା ଝୁଡ଼ଙ୍ଗ ଆଳୁ ଭାଜିବା ସହିତ ଅଧାରୁ ଅଧିକ ସିଝିଯିବ। 4 ମିନିଟ୍ ପରେ ଚାଲନ୍ତୁ ଝୁଡ଼ଙ୍ଗ ଆଳୁକୁ ଚେକ୍ କରିବା। ଦେଖନ୍ତୁ ଝୁଡ଼ଙ୍ଗ ଆଉ ଆଳୁ ଆମର ଭାଜି ଯାଇଛି, ଆଉ ପାଖାପାଖି 80ରୁ 90% ସିଝି ଯାଇଛି। ଝୁଡ଼ଙ୍ଗ ଆଉ ଆଳୁ ଏତିକି ସିଝିଗଲେ ଆମେ ତରକାରୀକୁ ଟିକେ ଚଟପଟା କରିବା ପାଇଁ ଗୋଟେ ମିଡ଼ିୟମ୍ ସାଇଜର ଟମାଟୋ ଦେବା। ଟମାଟୋକୁ ପୁରା ଛୋଟ ଛୋଟ କରି କାଟିକି ଦେବେ, ଜଲ୍ଦି ସିଝିଯିବ। ତା ସହିତ ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଅଧା ଛୋଟ ଚାମଚ ଜିରା ଗୁଣ୍ଡ, ଅଧା ଛୋଟ ଚାମଚ ଧନିଆ ଗୁଣ୍ଡ, ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ। ବାସ୍ ଏତିକି ଗୁଣ୍ଡ ମସଲା ଦେଇ ସବୁ ଜିନିଷକୁ ଗୋଳେଇ ନେବା। ଏବେ ଝୁଡ଼ଙ୍ଗ ଆଉ ଆଳୁ ଅଳ୍ପ ସିଝିବ, ତା ସହିତ ଟମାଟୋ ବି ସିଝିବ। ସେଥିପାଇଁ ଲୋ ଫ୍ଲେମ୍ରେ ସେମିତି 2 ମିନିଟ୍ ଲେଖାଏଁ 2 ଥର କଭର କରିବା। ତା ମାନେ ଆଉ 4 ମିନିଟ୍ ଲୋ ଫ୍ଲେମ୍ରେ କଭର କରି ଭାଜି ନେବା। ପ୍ରଥମେ 4 ମିନିଟ୍ ଲୋ ଫ୍ଲେମ୍ରେ କଭର କରି ଭାଜି ନେଇଥିଲେ, ଏବେ ଆଉ 4 ମିନିଟ୍ କଭର କରି ଭାଜି ନେଲେ। ତାମାନେ ଟୋଟାଲ 8 ମିନିଟ୍ ଲୋ ଫ୍ଲେମ୍ରେ କଭର କରି ଭାଜି ନେଲେ। ଏବେ ଦେଖନ୍ତୁ ଆଳୁ ଆଉ ଝୁଡ଼ଙ୍ଗ ସବୁ ଭଲ ଭାବରେ ସିଝି ଯାଇଛି, ଆଉ ଭଲ ଭାବରେ ଭାଜି ଯାଇଛି। ଶେଷରେ ଆପଣମାନେ ଚାହିଁଲେ ଅଳ୍ପ କଟା ଧନିଆ ପତ୍ର ଦେଇପାରିବେ, ନଦେଲେ ବି ଚଳିବ। ଏବେ ଆମ ରେଡ଼ି ହେଇଗଲା ନୂଆ ଶୈଳୀରେ ଚଟପଟା ମସଲା ଦିଆ ଝୁଡ଼ଙ୍ଗ ଆଳୁ ଭଜା। ଭଜାର ଫାଇନାଲ କଲର୍ ଆଉ ଟେକ୍ସଚର ଦେଖନ୍ତୁ କେତେ ଟେମ୍ପଟିଂ ଦେଖାଯାଉଛି। ଆପଣମାନେ ଏଇ ପ୍ରୋସେସରେ ବନାନ୍ତୁ, ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।